ସମସ୍ତଙ୍କୁ ଆଜିର ଆଉ ଏକ ମିନି ବ୍ଲଗକୁ ସ୍ୱାଗତ। ସମଲେଶ୍ୱର ମୋର ଆଜି ମିଶି ବାହାରିଥିଲୁ ଭୀମକୁଣ୍ଡ ବୁଲିବା ପାଇଁ। ପାଖାପାଖି 30 ମିନିଟ୍ର ବ୍ୟବଧାନ ପରେ ଉଭୟ ପହଞ୍ଚିଥିଲୁ ଗନ୍ତବ୍ୟସ୍ଥଳରେ। ଭୀମଙ୍କର ପ୍ରତିମୂର୍ତ୍ତିକୁ ଦେଖି ସମଲେଶ୍ୱର ଗୋଟିଏ ପ୍ରଶ୍ନ, ଭାଇ ତାଙ୍କ ଗଦାର ଓଜନ କେତେ କହିଲ? ମୁଁ ତ କହିପାରିଲିନି। ଆପଣମାନଙ୍କ ମଧ୍ୟରୁ କିଏ ଜାଣିଛନ୍ତି କମେଣ୍ଟରେ ଜଣାଇବେ। ପ୍ରଥମେ ଆମେ ଭୀମକୁଣ୍ଡର ମୟୂରଭଞ୍ଜ ସାଇଡ୍ ବୁଲିଥିଲୁ। ପ୍ରକୃତିର ଏ ସୁନ୍ଦର ଦୃଶ୍ୟକୁ ଦେଖି ମନେ ପଡ଼ୁଥିଲା ସେ ପଂକ୍ତିଟି, ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ସେଠାରୁ ଆସିବାକୁ ଇଚ୍ଛା ହେଉନଥିଲେ ବି ଖରା ଏତେ ହେଉଥିଲା ଯେ ସେଠାରୁ ସିଧା ଆସି ପହଞ୍ଚିଥିଲୁ ମଉସାଙ୍କ ପାଖରେ। ତରଭୁଜ ଖାଇବା ପରେ କିଛି ସମୟ ବିଶ୍ରାମ ନେଇ ଉଭୟ ଚାଲିଲୁ ଏହାର ଅପର ପାର୍ଶ୍ୱ ମାନେ ଭୀମକୁଣ୍ଡର କେଉଁଝର ସାଇଡ୍ ବୁଲିବା ପାଇଁ। ଏହି ବ୍ରିଜ୍ଟି ଉଭୟ ପାଖକୁ ଇଣ୍ଟରଲିଙ୍କ କରୁଛି। ବାଇକ୍କୁ ଷ୍ଟାଣ୍ଡରେ ରଖିବା ପରେ ମାଉସୀଙ୍କ ପାଖରୁ 2ଟି ପାସ୍ ଧରି ଏଣ୍ଟ୍ରି କଲୁ ଭୀମକୁଣ୍ଡର ୱାଚ୍ ଟାୱାର ମଧ୍ୟକୁ। ଦ୍ୱିପହର ସମୟରେ ସେଠାକୁ ଯାଇଥିବାରୁ କେହି ଲୋକ ନଥିଲେ, ନହେଲେ ଏହି ଟାୱାର ଆଗରେ ଫଟୋ ଉଠାଇବା ପାଇଁ କେତେ ଯେ ଲାଇନ୍ ଲାଗିଥାଏ କ'ଣ ବା ଆଉ କହିବି। ଟାୱାର ଉପରୁ ପ୍ରକୃତିର ଏ ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ସହ କିଛିଟା ଫଟୋ କ୍ଲିକ୍ କରିଥିଲୁ। ପରେ ରୁମ୍କୁ ଫେରିଥିଲୁ। ଆଶା କରୁଛି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ଭଲ ଲାଗିଥିବ।